ଏଠି ଦେଖନ୍ତୁ ମୁଁ ଗେଲି କ'ଣ କରୁଛି ତାର ଛତୁ ପତ୍ର ପୋଡ଼ା ପାଇଁ ରେଡ଼ି ସବୁ ଜିନିଷ ପତ୍ର କରିସାରିଲାନି। ସେଥିରେ ପକେଇଛି ଜିରା ବଟା, ପିଆଜ କଟା, ଟମାଟୋ ସବୁ ରେଡ଼ି। ତାପରେ ସୋରିଷ ବଟା ପକେଇଦେଲା, ସେଥିରେ ଟିକେ ପକେଇଦେଲା ସୋରିଷ ତେଲ। କାହିଁକି ସୋରିଷ ତେଲ ନଦେଲେ ଛତୁ ପତ୍ରଟା ଟେଷ୍ଟ ତ ଆଦୌ ଆସିବନି, ତ ନିହାତି ସେଇଟା ଦରକାର। ତାପରେ ସେଥିରେ ପକେଇଦେଲା ଟିକେ ହଳଦୀ ଆପଣ ଯାହା ଯେତିକି ଦରକାର ସେଇ ଅନୁସାରେ ପକେଇବେ। ଏଠି ଡବାଟା ଗଡ଼ି ପଡ଼ିଲା। ଏ ଲୁଣ ପକେଇଦେବା, ଯେତିକି ଲୁଣ ଆପଣଙ୍କୁ ଦରକାର ସେଇ ଅନୁସାରେ ଲୁଣ ପକେଇବେ ଆପଣ ଯେତିକି ଲୁଣ ଖାଆନ୍ତି। ତ ତାପରେ ତାକୁ ଭଲସେ ଗୋଳେଇଦେବା, କାହିଁକିନା ତାକୁ ନ ଗୋଳେଇଲେ ମସଲାଟା ମ୍ୟାରିନେଟ୍ ହେବନି ଠିକ୍ରେ। ତ ତାକୁ ଗୋଳେଇ କିଛି ସମୟ ପାଇଁ ଛାଡ଼ିଦେବା। ଛାଡ଼ି ସାରିଲା ପରେ ସେଥିରେ ଟିକେ ତା ଉପରେ ପକେଇଦେବା କଞ୍ଚା ଲଙ୍କା, ଗୋଟିକା ରସୁଣ, ଟମାଟୋ ଟିକେ ଏକ୍ସଟ୍ରା କିଛି। ଘରେ କଦଳୀପତ୍ର ନଥିଲା ତ ସେଇପାଇଁ ଆମେ କ'ଣ କରିବା ଭାବି ଲାଷ୍ଟ ଶାଳପତ୍ରରେ ମୋଡ଼ିଦେଲୁ। ଶାଳପତ୍ରରେ ଦେଖନ୍ତୁ ଏଠି ପକେଇ ରଖିଦେବେ, ଏମିତି ବଢ଼ିଆ ସେ ରଖିଦେବେ ଶାଳପତ୍ରରେ। ତାପରେ ମଝିରେ ଶାଳପତ୍ର ଫାଟିଗଲା, ତ ପୁଣି ଆମେ କଢ଼ାକୁ ସିଫ୍ଟ କରିଦେଲୁ ଛତୁ ପତ୍ର ପୋଡ଼ାକୁ। ତ କଢ଼ାରେ ତାକୁ ଢାଙ୍କି ଆସ୍ତେ କରିକି ତାକୁ କରିଦେଲୁ ଛତୁ ପୋଡ଼ା କଷ୍ଟମଷ୍ଟେ। ଦେଖୁଥିବେ ପୁରା ରେଡ଼ି ହେବା ଉପରେ, ଏବେ ରେଡ଼ି ପୁରା ହେଇଯାଇଛି। ଗୋଟେ ପ୍ଲେଟ୍କୁ କାଢ଼ିଦେବା। ଦେଖୁଥିବେ କେମିତି ଦେଖାହେଉଛି, ପୁରା ମସ୍ତ ଦେଖାହେଉଛି। ଓହୋ, ଦେଖିଲା ପାଟିକୁ ଲାଳ ପଳେଇ ଆସୁଛି। ରସୁଣ ଦେଖନ୍ତୁ, ଗୋଟା ରସୁଣ, ପିଆଜ ଟିକେ, ଆମ୍ବୁଲ ଆଉ କଞ୍ଚା ଲଙ୍କା, ଓହୋ ମଜା।